ନିଖୋଜ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର। ଏଭଳି ଏକ ଘଟଣା ଘଟିଛି ଠାକୁରମୁଣ୍ଡା ଅଞ୍ଚଳରେ। ଗତ 25 ତାରିଖଠାରୁ ଘରକୁ ଫେରି ନଥିବା ଜଣେ ଯୁବକର ଝୁଲନ୍ତା ମୃତଦେହ ଏକ କାଜୁ ବଗିଚାରୁ ଶନିବାର ଦିନ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଠାକୁରମୁଣ୍ଡାର କୁଶଧର ମହାନ୍ତଙ୍କ ସାନ ପୁଅ ରଘୁନାଥ ମହାନ୍ତ 24 ବର୍ଷୀୟ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ରଘୁନାଥ ଗତ 25 ତାରିଖ ସକାଳୁ ଘରୁ ବାହାରି କେଉଁଆଡ଼େ ଚାଲିଯିବା ପରେ ଘରକୁ ଫେରି ନଥିଲେ। ସେ ବ୍ୟବହାର କରୁଥିବା ମୋବାଇଲକୁ ଘରେ ଛାଡ଼ି ଚାଲିଯାଇଥିବାରୁ ଘର ଲୋକେ ତାର ସନ୍ଧାନ ପାଇପାରି ନଥିଲେ। ରଘୁନାଥ ଘରୁ ଯିବାର 3 ଦିନ ପରେ ଠାକୁରମୁଣ୍ଡାଠାରୁ 5 କିଲୋମିଟର ଦୂର ଚାଇଁବାଇଁସି ଗ୍ରାମ ନିକଟରେ ଥିବା ଏକ କାଜୁ ବଗିଚାରେ ଥିବା କାଜୁ ଗଛରେ ବେକରେ ଗାମୁଛା ଲାଗି ଝୁଲନ୍ତା ଅବସ୍ଥାରେ ରଘୁନାଥର ମୃତଦେହକୁ ସ୍ଥାନୀୟ ଲୋକେ ମଧ୍ୟାହ୍ନ ସମୟରେ ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ଲୋକେ ହାତୀଘୋଡ଼ା ସରପଞ୍ଚଙ୍କୁ ଏ ବିଷୟରେ ଜଣାଇଥିଲେ। ସରପଞ୍ଚ ଠାକୁରମୁଣ୍ଡା ଥାନାକୁ ସୂଚନା ଦେବା ପରେ ଘଟଣାସ୍ଥଳକୁ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ଥିବା ଠାକୁରମୁଣ୍ଡା ଥାନା ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଶବକୁ ଚିହ୍ନଟ କରିଥିଲେ। ରବିବାର ଶବ ବ୍ୟବଚ୍ଛେଦ ପରେ ମୃତର ପ୍ରକୃଷ୍ଟ କାରଣ ଜଣାପଡ଼ିବ। ଠାକୁରମୁଣ୍ଡାରୁ ଲକ୍ଷ୍ମୀନାରାୟଣ ରାଉତରାୟଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଟିଭି ଲାଇଭ୍।